ହ୍ୟାଲୋ ଏଭ୍ରିୱାନ୍, ମୁଁ ତୁମର ପ୍ରିୟ ତପନ ସାର୍। ଯୁକ୍ତ ଦୁଇର କଳା, ବାଣିଜ୍ୟ ଏବଂ ବିଜ୍ଞାନର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମୁଁ ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ତପନ ସାର୍ ଇଂଲିଶ ଏକାଡେମୀକୁ ପୁଣି ଥରେ ୱେଲକମ୍ କରୁଛି। ପୂର୍ବଥର ମାଇ ଗ୍ରେଟେଷ୍ଟ ଅଲିମ୍ପିକ୍ ପ୍ରାଇଜ୍ର ୟୁନିଟ୍ 1କୁ ଆମେ ପଢ଼ିଥିଲୁ, ଯେଉଁଥିରେ କି ଲାଇନ୍ ବାଇ ଲାଇନ୍ ମୁଁ ତୁମକୁ ବୁଝେଇଥିଲି। ତା ସହିତ ଏକ୍ଜାମ୍ ଓରିଏଣ୍ଟେଡ୍ ସବୁ କଥା ଡିସ୍କସନ୍ ଆମେ କରିଥିଲୁ। ଏଥର ମାଇ ଗ୍ରେଟେଷ୍ଟ ଅଲିମ୍ପିକ୍ ପ୍ରାଇଜ୍ର ୟୁନିଟ୍ 2କୁ ଆମେ ପଢ଼ିବା ଆଉ ସେ ସବୁକୁ ଏକ୍ଜାମ୍କୁ ବେସ୍ କରି ଯେଉଁ ସବୁ କ୍ୱେଶ୍ଚନ୍ସ ଆରାଇଜ୍ ହେଇପାରିବ ତା ସବୁ ଡିସ୍କସନ୍ କରିବା। ତାର ଯାହା ସବୁ ଓଡ଼ିଆ ମିନିଂ ଅଛି ତାହା ମଧ୍ୟ ଆମେ ଆଲୋଚନା କରିବା। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ପରୀକ୍ଷା ଦୃଷ୍ଟିକୋଣରୁ ଏ ବିଷୟଟି ବହୁତ ଗୁରୁତ୍ୱପୂର୍ଣ୍ଣ। ଏ ବିଷୟରୁ ଅତି କମ୍ରେ ତୁମେ ଛୁଆମାନେ 6ରୁ 8 ମାର୍କ ପାଇବ। ତେଣୁ ସମସ୍ତେ ମନ ଦେଇ ଯେଉଁ ଲେକ୍ଚର ମୁଁ ଦେଉଛି ତାକୁ ଶୁଣ ଏବଂ ବୁଝିବାକୁ ଚେଷ୍ଟା କର। ଆଉ ଯେଉଁ ଓଡ଼ିଆ ମିନିଂ ସବୁ କହିବି, ଡିଫିକଲ୍ଟ ୱାର୍ଡ଼ର ମିନିଂ ସବୁ କହିବି, ତାକୁ ଖାତାରେ ଲେଖ। ତ ଚାଲ ଆଜି ଆମେ ଆରମ୍ଭ କରିବା। ଦେଖ, ମାଇ ଗ୍ରେଟେଷ୍ଟ ଅଲିମ୍ପିକ୍ ପ୍ରାଇଜ୍ ଦେଖିପାରୁଛ ଛୁଆମାନେ। ମାଇ ଗ୍ରେଟେଷ୍ଟ ଅଲିମ୍ପିକ୍ ପ୍ରାଇଜ୍ ଗୋଟେ ପଟରେ ଜେସି ଓଏନ୍ସ ଅଛନ୍ତି, ଆଉ ଗୋଟେ ପଟେ ଲୁଜଲଙ୍ଗ ଅଛି। ତ ପଢ଼େଇ ଦେଇଥିଲି ସବୁ ଦେଖ, ଲର୍ନିଂ ଅବଜେକ୍ଟିଭ ମାଇ ଗ୍ରେଟେଷ୍ଟ ଅଲିମ୍ପିକ୍ ପ୍ରାଇଜ୍ ଏ ତ ଆମ ବିଷୟ। ଦେଖ, ଇଣ୍ଟ୍ରୋଡକ୍ସନ୍ ଅଫ୍ ଦ ଅଥର ମୁଁ ପଢ଼େଇଥିଲି। ତାପରେ ୱାର୍ମ ଅପ୍, ୟୁନିଟ୍ 1ର ୱାର୍ମ ଅପ୍ ବି ପଢ଼େଇଥିଲି ଛୁଆମାନେ। ଦ ଟେକ୍ସଟ ୟୁନିଟ୍ 1, ଏଟା ୟୁନିଟ୍ 1। ୟୁନିଟ୍ 2 ବି ୟୁନିଟ୍ 1ର ଏଟା ଶେଷ। ତାର ଗ୍ଲୋସରୀ ଯାହା ଥିଲା ସବୁ ଆଲୋଚନା କରିଥିଲି ଗ୍ଲୋସରୀ। ଦେଖ, ଆଜି ହେଉଛି ୟୁନିଟ୍ 2, ଏଇଟାକୁ ପଢ଼ିବା ଆଜି। ଦେଖ କ'ଣ ଅଛି ଛୁଆମାନେ, ୟୁନିଟ୍ 2 ୱାର୍ମ ଅପ୍ ଆଗେ ପଢ଼ିବା। କହୁଛି ଏଙ୍ଗର ଇଜ୍ ଦ ୱର୍ଷ୍ଟ ଏନିମି ଅଫ୍ ଏନ୍ ଆଥଲିଟ୍। କହୁଛି ଏଙ୍ଗର ମାନେ କ'ଣ ଛୁଆମାନେ? ଏଙ୍ଗର ମାନେ କ୍ରୋଧ। ହଉଛି ୱର୍ଷ୍ଟ, ବ୍ୟାଡ୍ ୱର୍ଷ୍ଟ ମାନେ ସବୁଠାରୁ ଖରାପ। ଏନିମି ମାନେ ଶତ୍ରୁ ଗୋଟେ ଆଥଲିଟ୍ର, ମାନେ ଆଥଲିଟ୍ ଗୋଟେ ପ୍ଲେୟର ବା ଖେଳାଳି। ଗୋଟେ ଖେଳାଳିର ସବୁଠାରୁ ଖରାପ ଶତ୍ରୁ ହେଉଛି ରାଗ। ପରୀକ୍ଷାରେ କ୍ୱେଶ୍ଚନ୍ସ ଆସିବ, ଗୋଟେ ଖେଳାଳିର ସବୁଠାରୁ ଖରାପ ଶତ୍ରୁ କ'ଣ? ନା ତୁମେ ମାନେ ଲେଖିବ ଏଙ୍ଗର। ତାପରେ ଦେଖ, ରିଡ୍ ଦ ଫଲୋଇଂ ୟୁନିଟ୍ ଅଫ୍ ଦ ଟେକ୍ସଟ। ଆସ ପଢ଼ିବା ନିମ୍ନଲିଖିତ ଟେକ୍ସଟକୁ ଏବଂ ଫାଇଣ୍ଡ ଆଉଟ୍ କରିବା, ବାହାର କରିବା। ହାଉ ଓଏନ୍ସ ସଫର୍ଡ, କିପରି ଓଏନ୍ସ କଷ୍ଟ ପାଇଲା। କୋଉଥିପାଇଁ? ଫର୍ ହିଜ୍ ଏଙ୍ଗର, ତାର କ୍ରୋଧ ପାଇଁ। ତାର କ୍ରୋଧ ପାଇଁ କିପରି ଓଏନ୍ସ ନିଜେ କଷ୍ଟ ପାଇଲା ତାହାରି ବିଷୟରେ ଆମେ ପଢ଼ିବା। ଆଣ୍ଡ ହୁ ବେଲ୍ଡ ହିମ୍ ଆଉଟ୍, ଏବଂ କିଏ ବେଲ୍ ଆଉଟ୍ ମାନେ ରେସ୍କ୍ୟୁ ବୋଲି କହିପାରିବ। ବେଲ୍ ଆଉଟ୍ଟା ଗୋଟେ ଫ୍ରେଜଲ ଭର୍ବ ବା ସେଭ୍ କହିପାରିବ ବା ରେସ୍କ୍ୟୁ କହିପାରିବ। ତାକୁ କିଏ ସେଭ୍ କଲା, ସେଇ ବିଷୟରେ ଆମେ ପଢ଼ିବା ଛୁଆମାନେ। ମୁଁ ଆଶା କରୁଛି ଛୁଆମାନେ ବୁଝିପାରିଥିବ। ସେ କହୁଛି ପ୍ରଥମେ ତ କିପରି ଓଏନ୍ସ କଷ୍ଟ ପାଇଲା ତା ଏଙ୍ଗରରୁ, ରାଗରୁ, ଏବଂ କିଏ ତାକୁ ରେସ୍କ୍ୟୁ କଲା, ଉଦ୍ଧାର କଲା ବା ତାକୁ ସେଭ୍ କଲା, ସେଇ ବିଷୟରେ ଆମେ ପଢ଼ିବା। ପୁରା ଟେକ୍ସଟରେ ଏସବୁ ଜିନିଷ ଅଛି। କିପରି କଷ୍ଟ ପାଇଲା ଆଉ କିଏ ତାକୁ ଉଦ୍ଧାର କଲା, ରେସ୍କ୍ୟୁ କଲା ବା ସେଭ୍ କଲା ତାର ଯୋଉ ରାଗରୁ। ଏଇ ଦିଟା ଜିନିଷ ପଢ଼ିବା ଆମେ। ହଉ, ଯିବା ଦ ଟେକ୍ସଟକୁ। ଏବେ କ'ଣ ଅଛି ଛୁଆମାନେ? An angry athlete is an athlete who will make mistakes. ସେ କହୁଛି ଗୋଟେ ଏଙ୍ଗ୍ରି ଆଥଲିଟ୍ ମାନେ କ୍ରୋଧାନ୍ୱିତ ଆଥଲିଟ୍ ମାନେ ଖେଳାଳି, ଗୋଟେ ସେଇଭଳି ଆଥଲିଟ୍ ଯିଏକି ସବୁବେଳେ ମିଷ୍ଟେକ୍ କରିବ।
बुझिपार कि नहीं एन एंग्री एथलीट इज एन एथलीट हु विल मेक मिस्टेक्स गोटे एंग्री एथलीट सब बेले कौन करिवो ना मिस्टेक्स करिवो परीक्षा रे आसीबो गोटे एंग्री एथलीट कौन करे ना मिस्टेक्स करिवो बोली कहूची आज जेपरी एनी कोच विल टेल यू कौन सी कोच को तुम्हें पचार सी एटा ही कहिबे तुमको कहिबे कि भाई गोटे एंग्री जो खेलाड़ी सब बेले राग तम तम हेकि रहिबो निश्चिंत भाव में मिस्टेक करिवो एटा सब कोच कहिबे तापरे आई वाज नो एक्सेप्शन मु कौन नथिली छुआ माने मु कौनसी व्यतिक्रम नथिली आई माने एठी किए हमर ऑथर से कहते मु बा कौन मु बा सेथिरु बाद केमती पड़िबी मु भी सेई भलिया थिली माने आई वाज नो एक्सेप्शन मु कौनसी व्यतिक्रम नथिली माने माने कौन मु भी सेई भलिया प्लेयर टे थिली माने एंग्री थिली बोली से कहूची ऑन द फर्स्ट ऑफ माय 3 क्वालिफाइंग जंप्स देखो जेतेबेले तांकर अछि धर जंप कहूची माने लॉन्ग जंप छुआ माने कारण से एटी लॉन्ग जंप भितर कहैछि हमर लॉन्ग जंप रो जो फाइनल राउंड रे मारिबा को हेले प्रथमे तुमको क्वालिफाई राउंड क्वालिफाई हेते पड़िबो ताले क्वालिफाई करिबा लागि राउंड अछि क्वालिफाई राउंड सेथिरे तांको केतेटा चांस मिलथुला ना तीनिटा क्वालिफाइंग जंप्स माने तीनिटा चांस मिलबो क्वालिफाई होबा लागि सेठी सेई राउंड रे क्वालिफाई हेले जाई कि जणे खेलाड़ी फाइनल रे खेलिबो एटा बास पास होबार अछि एटी फर्स्ट सेकंड थर्ड किछि न थाए से कहूची ऑन द फर्स्ट प्रथम ऑफ माय 3 क्वालिफाइंग जंप्स मते कोन योग्य विवेचित होबा लागि जो जंप्स तीनटा थिला तीनिटा मते सुजोग मिलिथिला सेही सुजोगरु प्रथम थर करे आई लेफ्ट LEFT लीप रु लेफ्ट हेछि माने जंप करिबा लीप माने जंप करिबा मु डिया माइली फ्रॉम सेवरल इंचेस बियॉन्ड द टेक अप बोर्ड सेवरल इंचेस अनेक इंचेस बियॉन्ड द टेक अप बोर्ड जो टेक अप बोर्ड माने कोन छुआ माने जोठू जणे डिया मारिबो जो प्लेस रु बा जो गार रु जो प्लेस रु डिया मारिबो सेटा को टेक अप बोर्ड बोली कहा जाए सेउठू सेई जो टेक अप बोर्ड रो आगरे से गुड़ पकेला टेक अप बोर्ड रो आर पाखरे से गोड़ पकेला जोटा कि नो जंप ताको कौन कैलकुलेशन करा गला ता कंसीडर करा गला ना डिस्क्वालिफाई नो जंप एटा जंप रे कंसीडर करा जिवो नाही माने नो जंप तमरो एटा कोन तमे को एटा मपा जिवो नाही तमे जानिथिबो छ हमरे साधारणत स्कूल तुम कॉलेज रे कौन होतबो ना तुम माने जो खेल होतबो वार्षिक उत्सव जो वार्षिक खेल जो होतबो से वार्षिक खेल रे तुम माने लॉन्ग जंप रे भाग नैथिबो सेठी भी साधारणत एई भलिया हुए तुम निश्चिंत भाव रे ताको इमेजिन करि परथबो ताले प्रथम राउंड रे कोन हैला ना तांको जेहेतु से जो गार गुटे पड़िथिला बा जो डिया मारिबा स्थान टेक अप बोर्ड माने जो स्थान रु डिया मरा जाउथिबा स्थान सेइटार आर पाखरे बियॉन्ड माने ना इन द एक्सेस ऑफ माने एक्सेस अधिक पारे गला से जो टेक अप बोर्ड रो आर पाखरे गोड़ पकेगी से डिया माइला जोटा कि कोन हैला छ माने ताको नो जंप बोली कंसीडर करा गला फर्स्ट रे कथा गला तापरे सेकंड ऑन द सेकंड जंप रे आई वाज इवन वर्ड सेकंड जंप रे ताठारु खराब कली बोली से कहूची प्रथम जंप रे तो जहा करथिली सेकंड जंप रे ताठारु खराब हैला बोली से कहूची did I come 3000 miles for this I thought bitterly means unhappily मु भाबिली unhappily माने दुखर सहकारे भाबिली मु कोन 3000 दूर आसीथिली एइथि पई मु एठको आस्थिली जो 3000 दूररु मु आसी 3000 माइल्स दूररु आछि कोन एइथि पई आस्थिली कि मु क्वालिफाई भी हे परिबिनी फाइनल राउंड पई एई कथा ता मन भितरे से भाबिला to fail in the trials to make a fool of myself कौन करिबी ना फेल ही जिबी ट्रायल ले अभ्यास रे ही फेल ही जिबी अभ्यास रे ही फेल हेबी एवं निजे को गुटे पक्का बनेबी तो एई कथा तांको मन रे तयारी हैला कोन अभ्यास रे फेल ही निजे को गुटे बक्का बोली विवेचित करिबी एई सब कथा तांको मन को आसिला फुल माने बक्का म आशा करछु छ माने एतिक जे बुझी परथिबो आमे सेकंड पैराग्राफ को जिबा walking a few yards from the pit तापरे कोन हला चालीला टिके few yards माने गज एटा जानथिबो होची मेजरमेंट यूनिट
गोटे किलोमीटर मीटर फुट एमती अच्छी इंच से यार्ड गोटे गज माने से कुछ वाकिंग मु चलिली ए फ्यू यार्ड्स किछि गज फ्रॉम द पिट पिट माने छुआ माने कोन से जो गोटे जो थाए हमर खाल भलिया थाए जोटे को डिया मारंती छुआ माने तार से जोथरे खाल भलिया थाए तर बाली सब पकाई थाए टे डिया मारा जाए सेउठू किछि दूर मु चलिली किछि गज चलिली आई किक्ड मु गोइठा माइली डिस्गस्टेडली माने विरक्ति भावरे क्षुब्ध भावरे मु गोइठा माइली कोठी कि ना ग्राउंड को माइली माने तळ माटी को माइली गोइठा माइली सडनली आई फेल्ट तापरे मु अनुभव कली हठात कि सडनली माने हठात कि मु अनुभव कली फील रु फेल्ट हेची गोटे हैंड ऑन माय शोल्डर मो शोल्डर रे मोर शोल्डर माने छुआ माने कोन ना कांधरे गोटे हाथ पड़िबार मु अनुभव कली हेले केही जणे हाथ मो कांधरे पकेले ताको मु कोन कली हठात कि अनुभव कली I turned to look into the friendly blue eyes of the tall German long jumper. I turned, ମୁଁ ବୁଲି ପଡ଼ିଲି to look, ଦେଖିବାକୁ ତ ଦେଖିଲି କ'ଣ ମୁଁ ବୁଲି ପଡ଼ିଲି ଦେଖିବାକୁ ତ ଦେଖିଲି ଯେ କ'ଣ ଦେଖିଲି ନା friendly blue eyes friendly ମାନେ ବନ୍ଧୁତ୍ୱପୂର୍ଣ୍ଣ ନୀଳ ଆଖି ଦିଟା ମୁଁ ଯେତେବେଳେ ବୁଲି ପଡ଼ିଲି ହଠାତ୍ କି ମୁଁ କ'ଣ ଦେଖିଲି ନା ନୀଳ ଆଖି ଦେଖିଲି ଆଉ ସେଟା ବନ୍ଧୁତ୍ୱପୂର୍ଣ୍ଣ ନୀଳ ଆଖି ଥିଲା ଯୋଉ ଆଖିରେ ଛଳ ଛଳ ଦେଖା ହଉଥିଲା କି ଏଟା ବନ୍ଧୁତ୍ୱର ମେସେଜ ଯାଉଛି କାହାର ସେ ବ୍ଲୁ ଆଇସ୍ ଥିଲା ନା ଟଲ୍ ଜର୍ମାନ ଗୋଟେ ଲମ୍ବା ଜର୍ମାନ ଗୋଟେ ଲୋକଟେ ଟଲ୍ ଜର୍ମାନ କହୁଛି ଲଙ୍ଗ ଜମ୍ପର ଦେଖ ତାଙ୍କର ଯୋଉ ଜର୍ମାନର ଲଙ୍ଗ ଜମ୍ପର ଥିଲା ସେ ଡେଙ୍ଗା ଥିଲା ତାହାରି ନୀଳ ଆଖି ଥିଲା ତାକୁ ସେ ଦେଖିଲା ବୁଲିକି କିଏ ଦେଖିଲା ନା ଅଥର ଦେଖିଲେ he had easily qualified for the finals on his first attempt ଯିଏ କି ଇଜିଲି ଅତି ସହଜରେ କ୍ୱାଲିଫାଇ କରିଥିଲା ଉତ୍ତୀର୍ଣ୍ଣ ହୋଇଥିଲା ଫାଇନାଲ ପାଇଁ ପ୍ରଥମ ଆଟେମ୍ପ୍ଟରେ ମାନେ ପ୍ରଥମ ଚେଷ୍ଟାରେ ଆଟେମ୍ପ୍ଟ ମାନେ କ'ଣ ଚେଷ୍ଟା ଏଫର୍ଟ he offered me a firm handshake ତାପରେ ସେ କ'ଣ କଲା ମତେ ଅଫର କଲା ହାତ ବଢେଇଲା ହ୍ୟାଣ୍ଡଶେକ୍ କରିବା ଲାଗି ଦୃଢ ହ୍ୟାଣ୍ଡଶେକ୍ କରିବା ଲାଗି ସେ ତାର ହାତକୁ ବଢେଇଲା ବୋଲି ସେ କହୁଛି ଫାର୍ମ ମାନେ ଦୃଢ ହ୍ୟାଣ୍ଡଶେକ୍ ମାନେ କରମର୍ଦ୍ଦନ ବୁଝିପାରିଲ କି ନାହିଁ ଛୁଆ ମାନେ ଏତିକି ଯାଇ ତାହେଲେ ଶେଷରେ କ'ଣ କରୁଛି ସେ ଯୋଉ ଜର୍ମାନ ଲଙ୍ଗ ଜମ୍ପର କ'ଣ କଲା ଯିଏ କି ଫର୍ଷ୍ଟ ଆଟେମ୍ପ୍ଟରେ ହିଁ ତିନିଟା ଆଟେମ୍ପ୍ଟରୁ ଇଏ କିନ୍ତୁ ଫର୍ଷ୍ଟ ଆଟେମ୍ପ୍ଟରେ ହିଁ କ୍ୱାଲିଫାଇ ହେଇଯାଇଥିଲା ଇଜିଲି ବଟ୍ ଆମର ହଉଛି ଅଥର ହଉଛନ୍ତି ଦିଟା ଆଟେମ୍ପ୍ଟ ବେକାର ଚାଲିଗଲାଣି ଥାର୍ଡ ଆଟେମ୍ପ୍ଟ ଆସିବ ଲାଷ୍ଟ ଫାଇନାଲ ଆଟେମ୍ପ୍ଟ ଆସିବ ବଟ୍ ଏପର୍ଯ୍ୟନ୍ତ ସେ ଉତ୍ତୀର୍ଣ୍ଣ ହେଇନି ଦିଟା ଆଟେମ୍ପ୍ଟରେ ଫେଲ୍ ହେଇ ସାରିଲାଣି ତ ଏବେ ସେ ଯୋଉ ଆମର ଥିଲା ଜର୍ମାନ ଲଙ୍ଗ ଜମ୍ପର ସିଏ ହାତ ବଢେଇଛି କ'ଣ କରିବା ଲାଗି ନା ହ୍ୟାଣ୍ଡଶେକ୍ କରିବା ଲାଗି କାହା ସହିତ ନା ଆମର ଅଥର ଜେସି ଓଏନ୍ ସହିତ ଜେସି ଓଏନ୍ସ I am Luzlong. I don't think we have met. ମୁଁ ଭାବୁଛି ଆମେ କେବେ ଭେଟି ନାହୁଁ କିଏ କହୁଛି ଏଟା ନା ଲୁଜଲଙ୍ଗ କହୁଛି ଜେସି ଓଏନ୍ସ କୁ କ'ଣ କହୁଛି ଜେସି ଓଏନ୍ସ ମୁଁ ହଉଛି ଲୁଜଲଙ୍ଗ ଆଇ ଏମ୍ ଲୁଜଲଙ୍ଗ ମୁଁ ଭାବୁଛି ଆମେ କେବେ ପୂର୍ବରୁ ଭେଟି ନାହୁଁ ବୋଲି କହୁଛି ଆଇ ଡୋଣ୍ଟ ଥିଙ୍କ वी हैव met ମୁଁ ପୂର୍ବରୁ କେବେ ତୁମ ସହିତ ଭେଟି ନାହିଁ ବୋଲି ଲାଗୁଛି ବୋଲି ସେ କହୁଛି ଆମର କେବେ ଭେଟ ହୋଇ ନାହିଁ he spoke English well though with German twist to it ସେ କଥା ହଉଥିଲା ବଢିଆ ଇଂଲିଶ ସେ ଲୁଜଲଙ୍ଗ ସେ ଯୋଉ ଜର୍ମାନ ଲଙ୍ଗ ଜମ୍ପର ଟଲ୍ ଜର୍ମାନ ଲଙ୍ଗ ଜମ୍ପର ସେ ଲୁଜଲଙ୍ଗ ତା ନାଁ ହଉଛି କ'ଣ ଲୁଜଲଙ୍ଗ ସିଏ ଗୋଟେ ଜର୍ମାନର ଲୋକ ଥିଲା କିନ୍ତୁ ସେ ବଢିଆ ଇଂଲିଶ କହୁଥିଲା ହି ସ୍ପୋକ୍ ଇଂଲିଶ ୱେଲ୍ ବଢିଆ ଇଂଲିଶ କହୁଥିଲା ଯଦିଓ ସେଥିରେ ଟିକେ ଜର୍ମାନ ଟ୍ୱିଷ୍ଟ ଥିଲା ଜର୍ମାନ ଟ୍ୱିଷ୍ଟ ଇନ୍ ଦ ସେନ୍ସ କହିଲେ ନା ଜର୍ମାନର କହିବାର ଶୈଳୀ ଟ୍ୱିଷ୍ଟ ମାନେ ହଉଛି କହିବାର ଶୈଳୀ ତା ଇଂଲିଶରେ ଜର୍ମାନର ଆକ୍ସେଣ୍ଟ ଥିଲା ଜର୍ମାନର କହିବାର ଶୈଳୀ ଟିକେ ତା ଇଂଲିଶରେ ଜଣାପଡୁଥିଲା ଯେମିତି ଆମେ ସାଧାରଣତଃ ଓଡ଼ିଆ କିମ୍ବା ବେଙ୍ଗଲୀ ଯେତେବେଳେ ଆମେ ହିନ୍ଦୀ କହିବା ନିଶ୍ଚିନ୍ତ ଭାବରେ ଆମେ କ'ଣ ହବ ନା ଆମର ଓଡ଼ିଆ ଭାଷା ତାକୁ କ'ଣ କରିବ ଆମ ଓଡ଼ିଆ ବା ବେଙ୍ଗଲୀ ଭାଷାର ଆକ୍ସେଣ୍ଟ ହଉଛି ଇଂଲିଶରେ ବା ହିନ୍ଦୀରେ ଜଣା ପଡିବ ଠିକ୍ ସେଇଭଳିଆ ସେ ଯେତେବେଳେ ଇଂଲିଶ କହୁଥିଲା ବଢିଆ ଇଂଲିଶ କହୁଥିଲା ବଟ୍ ସେଥିରେ ଜର୍ମାନ କହିବାର ଶୈଳୀ ଟିକେ ଜଣା ପଡୁଥିଲା ବୋଲି କହୁଛନ୍ତି କିଏ କହୁଛନ୍ତି ନା ଅଥର କହୁଛନ୍ତି
ଗ୍ଲାଡ୍ ଟୁ ମିଟ୍ ୟୁ ଆଇ ସେଡ୍, ମୁଁ କହିଲି ତୁମକୁ ଭେଟି ମୁଁ ବହୁତ ଆନନ୍ଦିତ। ଅଥର କହୁଛନ୍ତି ଦେନ୍ ଟ୍ରାଏ, ଅଥର କହୁଛନ୍ତି ତୁମକୁ ଭେଟି ମୁଁ ବହୁତ ଆନନ୍ଦିତ। ହ୍ୟାପି ଟୁ ମିଟ୍ ୟୁ, ଗ୍ଲାଡ୍ ମାନେ ଆନନ୍ଦିତ। ଦେନ୍ ତାପରେ ଚେଷ୍ଟା କଲେ, କିଏ ଅଥର ଚେଷ୍ଟା କରୁଛନ୍ତି, ଟ୍ରାଇଂ ଟୁ ହାଇଡ୍ ଚେଷ୍ଟା କରୁଛନ୍ତି ଲୁଚେଇବାକୁ, ମାଇ ନର୍ଭସନେସ୍ ଅଥର ଚେଷ୍ଟା କରୁଛନ୍ତି ଲୁଚେଇବାକୁ ତାଙ୍କ ନର୍ଭସନେସକୁ। ଆଇ ଆଡେଡ୍ ହାଉ ଆର୍ ୟୁ ଦେଇ ସାଇଲେ କି ମୁଁ କଣ କହିଲି ତୁମେ କିପରି ଅଛ। ବୁଝିପାରିଲ କି ନାହିଁ ଛୁଆମାନେ? ଅଥର କହୁଛନ୍ତି ମୁଁ କହିଲି ଗ୍ଲାଡ୍ ଟୁ ମିଟ୍ ୟୁ, ତୁମକୁ ଭେଟି ମୁଁ ବହୁତ ଆନନ୍ଦିତ। ତାପରେ ଟିକେ ନର୍ଭସ ଥିଲେ ଯେହେତୁ ଦୁଇଟା ଆଟେମ୍ପ୍ଟ ଖରାପ ଚାଲିଗଲାଣି, କିନ୍ତୁ ତା ଆଗରେ ସେ ଟଲ୍ ଜର୍ମାନ ଲଙ୍ଗ ଜମ୍ପର ବଢିଆ ଡିଆ ମାରିଲା। ପ୍ରଥମ ଆଟେମ୍ପ୍ଟରେ ହିଁ ଯେ କଣ ହେଇଗଲା ନା ପାର ହେଇଗଲା ଫାଇନାଲ ଲାଗି, କିନ୍ତୁ ଇଏ ଏପର୍ଯ୍ୟନ୍ତ ହେଇନି, ସେ ଟିକେ ନର୍ଭସ ଅଛି। ସେ ନର୍ଭସନେସକୁ ଲୁଚେଇବା ଲାଗି ସିଏ ପଚାରିଲା ତୁମେ କିପରି ଅଛ, ହାଉ ଆର୍ ୟୁ ବୋଲି ପଚାରିଲା। ଜେସି ଓୱେନ୍ସ, ଆଚ୍ଛା ସେଟା ପୁଣି ଆଉଥରେ ପଳେଇ ଆସିଛି। ଏଇ ଯୋଉ ଲାଇନ ଛୁଆ ମାନେ, ଏଇ ଯୋଉ ଲାଇନ ଏଟା ପୁଣି ଥରେ କପି ହେଇଯାଇଛି, ତାକୁ ଦେଖିବା ଦରକାର ନାହିଁ ହେଲା। ଏଇ ଦିଟା ଲାଇନ ଦରକାର ନାହିଁ। ଏଇଠି ଦେଖ ଛୁଆମାନେ, ଆଇ ଏମ୍ ଫାଇନ୍ ଦ କ୍ୱେଶ୍ଚନ୍ ଇଜ ହାଉ ଆର୍ ୟୁ। ଆଇ ଏମ୍ ଫାଇନ୍ କିଏ କହୁଛି ଏ କଥାଟା ନା ଆମର ଲୁଜ ଲଙ୍ଗ କହୁଛି ଆଇ ଏମ୍ ଫାଇନ୍। କିଏ ପଚାରିଥିଲା ହାଉ ଆର୍ ୟୁ ପ୍ରଥମେ ନା ପଚାରିଥିଲା ହଉଛି ଜେସି ଓୱେନ୍ସ। ଭଲସେ ବୁଝୁଥିବ ଛୁଆମାନେ, ନହେଲେ ଜାଣିପାରିବନି କିଏ କାହାକୁ ପଚାରିଲା। ଏଠି ନେମ୍ ଦେଇନି, ଆମେ ଜାଣିବା ବୁଝିବା। ଗ୍ଲାଡ୍ ଟୁ ମିଟ୍ ୟୁ କହିଥିଲା ଆଇ ସେଡ୍, ଆଇ ମାନେ ଏଠି ଅଥର କହିଥିଲେ ମୁଁ ବହୁତ ଆନନ୍ଦିତ ମୁଁ ଭେଟିକି। ତାପରେ ତାଙ୍କ ନର୍ଭସନେସକୁ ଲୁଚେଇବା ଲାଗି ସେ ଆଉ ଟିକେ କହିଲେ ହାଉ ଆର୍ ୟୁ, ତୁମେ କିପରି ଅଛ। କାହାକୁ ପଚାରିଲେ ନା ଅଥର ପଚାରିଲେ ଲୁଜ ଲଙ୍ଗକୁ ପଚାରିଲେ। ଏବେ ଲୁଜ ଲଙ୍ଗ କହୁଛି ଆଇ ଏମ୍ ଫାଇନ୍, ମୁଁ ବହୁତ ଆନନ୍ଦିତ ବା ବହୁତ ଖୁସି ଅଛି, ଭଲ ଅଛି, ମୁଁ ବହୁତ ଭଲ ଅଛି। ଦ କ୍ୱେଶ୍ଚନ୍ ଇଜ ହାଉ ଆର୍ ୟୁ, କ୍ୱେଶ୍ଚନ୍ ପ୍ରଶ୍ନ ହଉଛି କି ତୁମେ କିପରି ଅଛ ବୋଲି ପଚାରିଲା। କିଏ ପଚାରିଲା? ଲୁଜ ଲଙ୍ଗ ପଚାରିଲା। କାହାକୁ ପଚାରିଥିବ? ଜେସି ଓୱେନ୍ସକୁ ପଚାରିଛି। ତାପରେ ହ୍ୱାଟ ଡୁ ୟୁ ମିନ୍ ଆଇ ଆସ୍କଡ୍, ମୁଁ କହିଲି, ମାନେ ଜେସି ଓୱେନ୍ସ ପଚାରିଲା ତାକୁ ତୁମେ ଏପରି କହିବାର ମାନେ କଣ? ତୁମେ ଯୋଉ ହାଉ ଆର୍ ୟୁ ପଚାରିଥିଲ ଏ ପଚାରିବାର ମାନେ କଣ? କାହିଁକି ନା ଛୁଆ ମାନେ କାରଣ ଏମିତି ବି ସିଏ ଭାବିଲା କି ଇଏ ଜାଣିକି ମତେ ଥଟ୍ଟା ମଜା କରିବା ଲାଗି ପଚାରୁଛି, କାହିଁକି ନା ସିଏ ତ ଜାଣିଛି ମୁଁ 2ଟା ରାଉଣ୍ଡ ହେଲାଣି ମୁଁ କ୍ୱାଲିଫାଏ ହେଇପାରୁନି, କିନ୍ତୁ ସିଏ ପ୍ରଥମ ରାଉଣ୍ଡରେ ହିଁ କ୍ୱାଲିଫାଏ ହେଇଗଲା। ତ ଏମିତି ସେ ପଚାରିବାର ମାନେ କଣ ବୁଝିପାରିଲେ କି? ସେ ଲାଗି ତାକୁ ପଚାରିଲା। ତାପରେ ସିଏ ଉତ୍ତର ଦେଲା। ଏବେ ଲୁଜ ଲଙ୍ଗ ଉତ୍ତର ଦଉଛି ସମଥିଙ୍ଗ ମଷ୍ଟ ବି ଇଟିଂ ୟୁ ହି ସେଡ୍, ସେ କହିଲା କିଛି ଗୋଟେ ତୁମକୁ ନିଶ୍ଚିନ୍ତ ଭାବରେ କଣ କରୁଛି ନା ବିରକ୍ତି କରୁଥାଇପାରେ, କରୁଛି ବିରକ୍ତି କରୁଛି ବୋଲି କିଏ କହିଲା ନା ଲୁଜ ଲଙ୍ଗ କହିଲା। କାହାକୁ କହିଲା? ଜେସି ଓୱେନ୍ସକୁ। ସମଥିଙ୍ଗ କିଛି ଗୋଟେ ତୁମକୁ ମଷ୍ଟ ବି ଇଟିଂ ୟୁ, ମଷ୍ଟ ବି ନିଶ୍ଚିନ୍ତ ଭାବରେ ବିରକ୍ତି କରୁଛି। ପ୍ରାଉଡ ଦ ୱେ ଫରେନର୍ସ ଆର୍ when they have mastered a bit of American slang, ପ୍ରାଉଡ ଦ ୱେ ମାନେ ସଗର୍ବର ସହିତ, ମାନେ ଗର୍ବର ସହିତ, ଫରେନର୍ସ ମାନେ ବିଦେଶୀ ମାନେ ଯେତେବେଳେ ମାଷ୍ଟର୍ଡ ହେଇଥାନ୍ତି, ଏକ୍ସପର୍ଟ ହୋଇଥାନ୍ତି, ଏ ବିଟ୍ ଅଳ୍ପ, ଆମେରିକାନ ସ୍ଲାଙ୍ଗ, ଆମେରିକାନ ସ୍ଲାଙ୍ଗ କହିଲେ ଆମେରିକା ଅଞ୍ଚଳରେ କଥା ହଉଥିବା ଭାଷା, ଆମେରିକା ଅଞ୍ଚଳରେ କଥା ହଉଥିବା ଭାଷା, ସେଇ ଭାଷା ଟିକିଏ କହିବାର ଯିଏ ଏକ୍ସପର୍ଟ ହେଇଥିବ, ମାନେ ଆମେରିକାର ଲୋକ ସିଏ ହେଇନଥିବ ବଟ୍ ଆମେରିକାର ବାହାର ଦେଶର ଲୋକ ହେଇଥିବ, ସିଏ ଟିକେ ସେ ଭାଷା କହିବାର, ଆମେରିକା ଭାଷା କହିବାର ମାଷ୍ଟ୍ରି ମାନେ ଏକ୍ସପର୍ଟ ହେଇଥିବ। ତ ସେଇଭଳିଆ ଭାବରେ, ସେଇଭଳିଆ ପ୍ରାଉଡି ୱେରେ କଣ କଲା ନା ସିଏ କଥା କହିଲା ସମଥିଙ୍ଗ ମଷ୍ଟ ବି ଇଟିଂ ୟୁ ବୋଲି କହୁଛି। କିଏ କହୁଛି ନା ଲୁଜ ଲଙ୍ଗ କହୁଛି। ହେଲେ ଲୁଜ ଲଙ୍ଗ ଟିକେ କଣ ଆମେରିକାନ ସ୍ଲାଙ୍ଗ ୟୁଜ କରି ଆମେରିକାର ଆଞ୍ଚଳିକ ଭାଷା ବ୍ୟବହାର କରି, କାରଣ ସେଥିରେ ସେ ଆମେରିକାର ଆଞ୍ଚଳିକ ଭାଷାରେ ସେ ମାଷ୍ଟର କରିଥିଲା, ମାନେ ମାଷ୍ଟର କଲା ଭଳିଆ ଜଣା ପଡୁଥିଲା, ମାନେ ଏକ୍ସପର୍ଟ ଥିଲା ଭଳି ଜଣା ପଡୁଥିଲା। ଆଉ ସିଏ ସେଇ କଥାଟାକୁ ଯୋଉ ପଚାରିଲା କାହାକୁ ନା ଜେସି ଓୱେନ୍ସକୁ ପଚାରିଲା, ସେଇଟା ଟିକେ କଣ ପ୍ରାଉଡ ୱେରେ ପଚାରିଲା, ଟିକେ ଗର୍ବର ସହିତ ପଚାରିଲା, ଯୋଉଟା କି କାହାକୁ ଭଲ ଲାଗିନାହିଁ ନା ଜେସି ଓୱେନ୍ସକୁ ଭଲ ଲାଗିଲା ନାହିଁ। ପୁଣି ଆହୁରି କଣ କହିଛି ନା ଆହୁରି କଣ କହିଲା ତାକୁ ଲୁଜ ଲଙ୍ଗ, ୟୁ ସୁଡ୍ ବି ଏବଲ୍ ଟୁ କ୍ୱାଲିଫାଇ ୱିଥ ୟୋର ଆଇଜ୍ କ୍ଲୋଜ୍, ତୁମେ ତ ଏଥିରେ କଣ ଯୋଗ୍ୟ ବିବେଚିତ ହବା କଥା, ଆଖି ବନ୍ଦ କରି ତୁମେ ଏଥିରେ କ୍ୱାଲିଫାଇ ହବ, ଉତ୍ତୀର୍ଣ୍ଣ ହବା କଥା, ହବା ଉଚିତ ବୋଲି କହୁଛି। କିଏ କହୁଛି ନା ଲୁଜ ଲଙ୍ଗ କହୁଛି, ଜେସି ଓୱେନ୍ସକୁ କହୁଛି।
Believe me, I know it, I told him. I ମାନେ କିଏ ଜେସି ଓଏନ୍ସ ଲୁଜ ଲଙ୍ଗ କୁ କହିଲା କଣ କହିଲା believe me ମତେ ବିଶ୍ୱାସ କର I know it ମୁଁ ଏହା ଜାଣେ and it felt good to say that to someone ଏବଂ ଏହା ମତେ ଏପରି ମୁଁ କହୁଥିବାରୁ it felt good ମତେ ଭଲ ଅନୁଭବ କରାଇଲା that to someone କାହାକୁ ଏହିପରି ଭାବରେ କହୁଥିବାରୁ ମତେ କଣ ଅନୁଭବ ହେଲା ନା ଖୁସି ଅନୁଭବ ହେଲା ବୋଲି କହୁଛି କିଏ କହୁଛି ନା ଆମର ଅଥର କହୁଛନ୍ତି ମୁଁ ଆଶା କରୁଛି ଛୁଆମାନେ ବୁଝିପାରିଥିବ ବିଲିଭ୍ ମି ବିଶ୍ୱାସ କର ମତେ ଆଇ ନୋ ଇଟ୍ ମୁଁ ଏହା ଜାଣେ ଆଇ ଟୋଲ୍ଡ ହିମ୍ ମୁଁ ତାଙ୍କୁ କହିଲି ଯୋଉ କଥା ଏତି କହିଲା ପରେ କିଏ କହିଲା ନା ଅଥର କହିଲା ପରେ ଅଥରଙ୍କୁ ଭାରି ଖୁସି ଲାଗିଲା ଏପରି ଏତିକି କନଫିଡେଣ୍ଟରେ କାହାକୁ ସେ କଥା ହଉଥିବାର ତାପରେ ଦେଖିବ ଛୁଆ ଦେଖ এই লাইনটা ଆମେ ଏଇଟା ପଢିଲୁ ନାଇଁ କି ଏଇଟା ପଢି ଦେଇଛୁ ଦେଖ ତାପରେ ଦେଖ ଏଇଟା ପଢିବା ଦରକାର ନାହିଁ ବିଲିଭ୍ ମି ଆଇ ନୋ ଇଟ୍ ଏଇଟା ଦରକାର ନାହିଁ ପଢିବା ତାପରେ ଦେଖ For the next few minutes we talked together. ଆଗାମୀ କିଛି ମିନିଟ ଆମେ ଏକତ୍ରିତ କଥା ହେଲୁ ଏକା ସାଙ୍ଗରେ ବହୁତ ସାରା କଥା ହେଲୁ I didn't tell Long what was eating me. ମୁଁ କହିଲି ନାହିଁ ଲଙ୍ଗ କୁ ମାନେ ଲୁଜ ଲଙ୍ଗ କୁ କହିଲି ନାହିଁ କଣ ମତେ ବିରକ୍ତି କରୁଥିଲା I ଯାହା ମତେ ବିରକ୍ତି କରୁଥିଲା ମୁଁ ତାକୁ କହିଲି ନାହିଁ but he seemed ସେ ଜଣା ପଡୁଥିଲା to understand my anger ସେ ଜଣା ପଡୁଥିଲା ସିମ୍ ମାନେ ଜଣା ପଡିବା ବୁଝିପାରିବାର ଜଣା ପଡୁଥିଲା କଣ ସେ ବୁଝିପାରୁଥିଲା ନା ମୋର ଏଙ୍ଗର ମୋର କ୍ରୋଧକୁ ସେ ବୁଝିପାରୁଥିବାର ସେ ଜଣା ପଡୁଥିଲା and he took pains ସେ କଣ କଲା pains ମାନେ ଯନ୍ତ୍ରଣାକୁ ନେଲା to reassure ମତେ ପୁନର୍ବାର କଣ ପୁନର୍ବାର ଆଶ୍ୱାସନା ଦେଇ ମତେ to reassure me ପୁନର୍ବାର ଆଶ୍ୱାସନା ମତେ ଦେଇ ସେ କଣ କଲା ପେନ୍ ମୋର ଯୋଉ ଯନ୍ତ୍ରଣା ସବୁ ଥିଲା ସେ ସବୁ ଯନ୍ତ୍ରଣାକୁ ସେ ଦୂର କଲା ବୋଲି କିଏ କହୁଛନ୍ତି ଏଠି ଅଥର କହୁଛନ୍ତି ଯଦିଓ although he had been schooled in the Nazi youth movement ଯଦିଓ ସିଏ କୋଉଠି ପାଠ ପଢୁଥିଲା ଛୁଆ ମାନେ ସ୍କୁଲରୁ ସ୍କୁଲଡ ହେଇଛି ମାନେ ପ୍ରଶିକ୍ଷଣ ପାଇଥିଲା ସ୍କୁଲ ମାନେ ପ୍ରଶିକ୍ଷଣ ପାଇବା ତାହେଲେ ପ୍ରଶିକ୍ଷଣ ପାଇଥିଲା କୋଉଠି ନାଜି ୟୁଥ ମୁଭମେଣ୍ଟ ବୋଲି ଗୋଟେ ସଂଗଠନ ଥିଲା ନାଜି ଲୋକମାନଙ୍କର ଯୋଉ ନାଜିବାଦ ଥିଲା ସଂଗଠନ ସେଟା ନାଜି ୟୁଥ ମୁଭମେଣ୍ଟ ବୋଲି ଗୋଟେ ସଂଗଠନ ଥିଲା ତାର ଗୋଟେ କଣ ଥିଲା ଗୋଟେ ୱିଙ୍ଗ ନାଜି ୟୁଥ ମୁଭମେଣ୍ଟ ବୋଲି ଯେପରି ଆମର ଅଛି RSI ଯୋଉ ଭଳିଆ ଅଛି କି ବଜରଙ୍ଗ ଦଳ ଏମିତି ସବୁ ଅଛି ସେଭଳି ନାଜି ୟୁଥ ମୁଭମେଣ୍ଟ ବୋଲି ଗୋଟେ କଣ ଥିଲା ଗୋଟେ ୱିଙ୍ଗସ୍ ଥିଲା ନାଜିବାଦର ସେଥିରେ ସେ କଣ ହେଇଥିଲା ନା ପ୍ରଶିକ୍ଷିତ ହେଇଥିଲା କିଏ ହେଇଥିଲା ନା ଲୁଜଲଙ୍ଗ ସେଇଠି ହିଁ କଣ ଟ୍ରେଣ୍ଡ ହେଇଥିଲା he did not believe in the Aryan supremacy business anymore than I did କିନ୍ତୁ ସେ କଣ ହଉଥିଲା ବିଶ୍ୱାସ କରୁନଥିଲା ଆରିୟନ ସୁପ୍ରିମେସି ବିଜନେସ୍ ଯୋଉ ସେ କହୁଥିଲେ ହିଟଲର କହୁଥିଲେ କି ଆରିୟନ ଜାତି ସର୍ବଶ୍ରେଷ୍ଠ ଜାତି ବୋଲି କହୁଥିଲେ ଆଉ ମୋର ପ୍ଲେୟର ସବୁ କଣ ଆରିୟନ ଜାତିକୁ ବିଲଙ୍ଗ କରନ୍ତି ସେ ଯୋଉ କଥା କହୁଥିଲେ ସେ ଆରିୟନ ସୁପ୍ରିମେସି ବିଜନେସ୍ ଆରିୟନ ସୁପ୍ରିମେସି ଥିଓରି ତାକୁ ତାକୁ କଣ କରୁଥିଲେ ନା any more than I did ମାନେ ଅଥର କହୁଛନ୍ତି ମୁଁ ଯେତିକି ସେ କଥାକୁ ବିଶ୍ୱାସ କରୁଥିଲି ବା ଯେତିକି ମୁଁ ତା ବିଷୟରେ ଭାବୁଥିଲି କିନ୍ତୁ ସିଏ ସେତିକି ସିରିୟସ୍ ନଥିଲା ସେ ଆରିୟନ ସୁପ୍ରିମେସି ବିଜନେସ୍ ଉପରେ କିଏ ହଉଛି ଆମର ଲୁଜଲଙ୍ଗ ଯଦିଓ ସେ କଣ ସେ କୋଉଠି ପାଠ ପଢୁଥିଲା ନାଜି ୟୁଥ ମୁଭମେଣ୍ଟରେ ସେ ଟ୍ରେଣ୍ଡ ହେଇଥିଲା ତଥାପି ସେ ଆରିୟନ ସୁପ୍ରିମେସି ଥିଓରି ଯୋଉଟା କି ତାଙ୍କର ମେଇନ ହଉଛି ଆରିୟନ ସୁପ୍ରିମେସି ଥିଓରି ତାଙ୍କର ମେଇନ କଣ ଥିଲା ଟ୍ୟାଗଲାଇନ ଭଳିଆ ଥିଲା ସେଟାକୁ ସିଏ ମୋଟେ ପସନ୍ଦ କରୁନଥିଲା ବା ସେତିକି ସେ ସିରିୟସ୍ ନଥିଲା ସେ ପ୍ରତି ବୋଲି ଏଠି ଅଥର କହୁଛନ୍ତି we laughed over the fact that he really looked the part though ଯଦିଓ ମାନେ ଯଦିଓ କଣ ହେଲା ନା look the part ସେ ଦେଖା ଯାଉଥିଲା ପାର୍ଟ ତାର ଅଂଶ ବିଶେଷ କୋଉଥିରେ ନା ନାଜି ୟୁଥ ମୁଭମେଣ୍ଟର ଅଂଶ ବିଶେଷ ହେଲା କି ନାଇଁ he really looked the part ଯଦିଓ ପ୍ରକୃତରେ ଦେଖା ହଉଥିଲା ତାର ଗୋଟେ ଅଂଶ ବିଶେଷ ସିଏ ଗୋଟେ ପାର୍ଟ ସେ ନାଜି ୟୁଥ ମୁଭମେଣ୍ଟର କିନ୍ତୁ
କିନ୍ତୁ କ'ଣ ହେଲା ସେ ସେତିକି ପରିମାଣରେ ସେ ତାକୁ ବିଶ୍ୱାସ କରୁନଥିଲା। ଏଇ କଥାରେ ୱି ଲାଫ୍ଡ ଆମେ ହସିଲୁ ଓଭର ଦ ଫ୍ୟାକ୍ଟ ମାନେ କଥା ବା ଏଇ ଯୋଉ ସତ୍ୟତା ବା ଏଇ କଥା ଉପରେ ଆମେ କ'ଣ କଲୁ ଆମେ ହସିବାକୁ ଲାଗିଲୁ ବୋଲି କହୁଛି। ବୁଝିପାରିଲ କି ନାହିଁ? an inch taller than I ସେ କହୁଛି ସିଏ ତାର କହୁଛି ତାର ଫିଜିକ୍ କଥା କହୁଛି ସେ 1 ଇଞ୍ଚ ଟଲର ମୋ ଠାରୁ ଡେଙ୍ଗା ମୋ ଠାରୁ he had a lean ମାନେ ପତଳା muscular frame muscular ମାନେ ଛୁଆ ମାନେ ମାଂସପେଶୀୟ frame ମାନେ ଫିଜିକ୍ ଶାରୀରିକ ଗଠନ ଯୋଉ ଶାରୀରିକ ଗଠନଟା କ'ଣ ନା muscular ମାନେ କ'ଣ ନା ମାଂସପେଶୀୟ clear blue eyes ଆଖି ଗୁଡ଼ିକ କ'ଣ ନା ବ୍ଲୁ ପୁରା ଆଖି ଗୁଡ଼ା ନୀଳ ଆଖି ପୁରା ଫେୟର ହେୟର ମାନେ ଧଳା ବାଳ ଗୁଡ଼ା କ'ଣ ଥିଲା ନା ଧଳା କଅଁରିଆ ଥିଲା and a strikingly handsome ଏବଂ strikingly ମାନେ ଯଥେଷ୍ଟ handsome ଥିଲା ଯଥେଷ୍ଟ ସୁନ୍ଦର ଥିଲା କିଏ ଯଥେଷ୍ଟ ସୁନ୍ଦର ଥିଲା ଲୁଜଲଙ୍ଗ ଯଥେଷ୍ଟ ସୁନ୍ଦର ଥିଲା extremely ଅତ୍ୟଧିକ ଅତି ମାତ୍ରାରେ ସୁନ୍ଦର ଥିଲେ handsome face ତାଙ୍କର ଥିଲା finally ସର୍ବଶେଷରେ seeing that I had calmed down somewhat he pointed to the take-up board ପରିଶେଷରେ ଯେ କ'ଣ I had calmed down ମୁଁ ଟିକେ ଯାହା ବି ହଉ somewhat ମାନେ anyhow ଯାହା ବି ହଉ I calm down ମାନେ ଶାନ୍ତ ହବା ମୁଁ ଶାନ୍ତ ହବାର ଦେଖି seeing ମାନେ ଦେଖି he pointed ସିଏ କ'ଣ କଲା point to the take-up board ସେ take-up board ଆଡ଼କୁ ଇଙ୍ଗିତ କଲା ପଏଣ୍ଟ ମାନେ ଇଙ୍ଗିତ କଲା ସେ take-up board ଆଡ଼କୁ କ'ଣ କଲା ନା ଇଙ୍ଗିତ କଲା କେତେବେଳେ ନା ଯେତେବେଳେ ସିଏ ଜାଣିପାରିଲା କି ମୋର ଯୋଉ କ୍ରୋଧ କାହାର କ୍ରୋଧ ନା ଅଥରଙ୍କର କ୍ରୋଧଟା କାମ୍ ଡାଉନ୍ କୌଣସି ପ୍ରକାରେ କାମ୍ ଡାଉନ୍ ହେଇଛି କମିଛି ସେଟାକୁ ଦେଖି ସେ ଶେଷରେ କ'ଣ କଲା ନା ଇଙ୍ଗିତ କଲା take-up board ଆଡ଼କୁ କିଏ ଇଙ୍ଗିତ କଲା ନା ଲୁଜଲଙ୍ଗ ଇଙ୍ଗିତ କଲା look he said ସେ କହିଲା ଦେଖ why don't you draw a line a few inches at the back of the board କାହିଁକି ତୁମେ ଟାଣି ଦଉନୁ ଗୋଟେ ଲାଇନ୍ a few inches କିଛି inches at the back of the board ଏଇ ଯୋଉ take-up board ଅଛି ଯୋଉଠୁ ତମେ କ'ଣ କରୁଛ ମାନେ ଲମ୍ଫ ପ୍ରଦାନ କରୁଛ ତାର ଟିକେ କିଛି ଇଞ୍ଚ ପଛକୁ କାହିଁକି ବ୍ୟାକ୍ ମାନେ ପଛକୁ at the back ମାନେ ପଛକୁ a few inches କିଛି ଇଞ୍ଚ ପଛକୁ ଗୋଟେ କାହିଁକି ଲାଇନଟେ ଗାରଟେ ଟାଣି ଦିଅ ନାହିଁ ବୋଲି କ୍ୱେଶ୍ଚନ ପଚାରିଲା କହୁଛି କାହାକୁ ପଚାରୁଛି ନା ଅଥରକୁ ଲୁଜଲଙ୍ଗ କହିଲା and aim at ତାପରେ କ'ଣ କରିବ ତାକୁ ଲକ୍ଷ୍ୟ କରିବ making your take up ସେଇଠୁ ହିଁ ତୁମେ take up କରିବ take up ମାନେ ଲିପ୍ ମାରିବ ଜମ୍ପ କରିବ from there ସେଇଠାରୁ ହିଁ ତୁମେ take up ମାନେ actually jump ସେଇଠୁ ହିଁ ଜମ୍ପ ମାରିବ ବୋଲି କହୁଛି ସେଇଠୁକୁ ଲକ୍ଷ୍ୟ କରିକି ତମେ ଜମ୍ପକୁ ମାରିବ ବୋଲି ଏଠି ଲୁଜଲଙ୍ଗ ଆଡଭାଇସ୍ ଦଉଛି କାହାକୁ ନା ବା ପଚାରୁଛି କାହାକୁ ଆମର ଅଥରକୁ you will be sure not to foul ତୁମେ ନିଶ୍ଚିନ୍ତ ରହିବ କି କୌଣସି ପ୍ରକାର ଭୁଲ ଯେମିତି ନ ହବ ଫାଉଲ ମାନେ ଏଠି କ'ଣ make wrong ଯେମିତି ଭୁଲ ନ ହୁଏ ସେଥିପ୍ରତି ଟିକେ ଧ୍ୟାନ ଦବ and you certainly ought to jump far enough to qualify ଏବଂ ତୁମେ ନିଶ୍ଚିନ୍ତ ଭାବରେ ଜମ୍ପ ଡିଆଁଟେ ମାରିବ ଯଥେଷ୍ଟ far enough ଯଥେଷ୍ଟ ଦୂରକୁ ମାରିବ କ'ଣ କ୍ୱାଲିଫାଇ ହବା ଲାଗି ଉତ୍ତୀର୍ଣ୍ଣ ହବା ଲାଗି ତୁମେ ଯଥେଷ୍ଟ ଦୂରକୁ ନିଶ୍ଚିନ୍ତ ଭାବରେ ତୁମେ ଡିଆଁ ମାରିପାରିବ ବୋଲି ସେ କହୁଛି କିଏ ଆଡଭାଇସ୍ କରୁଛି ନା ଆମର ଲୁଜଲଙ୍ଗ ଆଡଭାଇସ୍ କରୁଛି ଜେସି ଓଏନ୍ସକୁ far enough ମାନେ ଯଥେଷ୍ଟ ଦୂର enough ମାନେ ଯଥେଷ୍ଟ far ମାନେ ଦୂର ଆଚ୍ଛା what does it matter if you are not fast in the trials କ'ଣ ବା ହବ what does it matter କ'ଣ ବା ହେବ ଯଦି ତୁମେ ଫାଷ୍ଟ ନ ହୁଅ in the trials ମାନେ ଏଟା କ୍ୱାଲିଫାଇଂ ଜମ୍ପ ଥିଲା ବା ଅଭ୍ୟାସ ଜମ୍ପ ଥିଲା ଏଥିରେ ଯଦି କ୍ୱାଲିଫାଇଂ ଜମ୍ପରେ ତୁମେ ଫାଷ୍ଟ ନ ହୁଅ ତାହେଲେ କ'ଣ ହବ କିଛି କ'ଣ ବା ଘଟଣା ଘଟିବ ଯଦି ତୁମେ ଫାଷ୍ଟ ନ ହୁଅ ବୋଲି କ୍ୱେଶ୍ଚନ୍ସ ପଚାରୁଛି ଲୁଜଲଙ୍ଗ ପଚାରୁଛି ଜେସି ଓଏନ୍ସକୁ ପଚାରୁଛି tomorrow is what counts ପୁଣି ତାପରେ ଆଡଭାଇସ୍ କଲା ଆସନ୍ତା କାଲି ହିଁ ଯାହା କାଉଣ୍ଟ କରାଯିବ ଯାହା ଆସନ୍ତା କାଲିରେ ହିଁ ଯାହା ମାରିବ ତମେ ଡିଆଁ ତାକୁ କନସିଡର କରାଯିବ ବା ଆକ୍ସେପ୍ଟ କରାଯିବ କାଉଣ୍ଟ ମାନେ ଆକ୍ସେପ୍ଟ ବା କନସିଡର ବୋଲି କହୁଛି ବୁଝିପାରିଲ ଛୁଆମାନେ suddenly all the tension seemed to ebb out ହଠାତ୍ କି
ଯେତେ ସାରା ଟେନସନ ଥିଲା ଅଥରଙ୍କର ଜଣା ପଡିଲା ସିମ୍ଡ ମାନେ ସିମ୍ରୁ ସିମ୍ଡ ହେଇଛି ଜଣା ପଡିଲା ଟୁ ଏବାଉଟ ମାନେ ଡିସାପିୟର ହବା ଅଫ ମାଇ ବଡି ମୋ ବଡିରେ ଯୋଉ ସବୁ ଟେନ୍ସ ଥିଲା ତାହା କଣ ହବାର ନା ରିମୁଭ ହବାର ବା ଡିସାପିୟର ହବାର ଜଣା ପଡୁଥିଲା as the truth of what he said hit me ଯେପରି ସତ୍ୟ ଯାହା the truth of what ଯାହା जो କହିଲା ତାର ସତ୍ୟତା of what ଯାହାର ସତ୍ୟତା he said ସେ ସବୁ କହିଲା ତା hit me ତା ମତେ କଣ ହେଇଗଲା ମୋ ମନକୁ ଛୁଇଁଲା ମୋ ମନକୁ ଛୁଇଁଲା ସେ ଲାଗି ଯୋଉ ସବୁ ଟେନସନ୍ସ ଥିଲା ସେ କଣ ହେଇଗଲା ସାଙ୍ଗେ ସାଙ୍ଗେ ରିମୁଭ ବା ଡିସାପିୟର ହେଇଗଲା ମୋ ବଡିରୁ ମାନେ ସେ ଟେନସନ ଦ୍ୱାରା ତା ବଡି ପୁରା କଣ ଫିଜିକାଲି ସେ ଟେନ୍ସଡ ହେଇଯାଇଛି ମେଣ୍ଟାଲି ଟେନ୍ସଡ ହେଇଛି ତା ଫିଜିକାଲି ଟେନ୍ସ ଯୋଉ ଥିଲା ସେ ସବୁ ଦୂର ହେଇଗଲା କନଫିଡେଣ୍ଟଲି ତାପରେ କଣ କଲା ପଜିଟିଭଲି କନଫିଡେଣ୍ଟଲି ମାନେ ପଜିଟିଭଲି ଆଇ ମାନେ ଅଥର ଡ୍ର ହେଇଛି ଟାଣିଲା ଗୋଟେ ଲାଇନଟେ ଗାର ଟାଣିଲା ଏ ଫୁଲ ଫୁଟ ଗୋଟେ ଫୁଟ ବିହାଇଣ୍ଡ ଦ ବୋର୍ଡ କାହା ପଛରେ ନା ସେ ଯୋଉ ଟେକ୍ ଅଫ୍ ବୋର୍ଡ ହେଇଥିଲା ଯୋଉଠିକି ଡିଆ ମାରିବ ଯୋଉ ବୋର୍ଡରୁ ସେଇଠୁ ଜଷ୍ଟ ପଛକୁ ଗୋଟେ ଫୁଟ ଛାଡିଦେଲା ଗୋଟେ ଫୁଟ ପଛକୁ ଆଉ ଗୋଟେ ଗାର ସିଏ ଟାଣିଲା and proceeded ଆଗେଇଲା ଜମ୍ପ କରିବ proceed ମାନେ move forward ଆଗେଇଲା ଜମ୍ପ କରିବାକୁ from there ସେ ଗାରରୁ ମାନେ ଯୋଉ ଗାରଟା ଗୋଟେ ଫୁଟ ପଛକୁ ରଖିଥିଲା ଟେକ୍ ଅଫ୍ ବୋର୍ଡ ଏକ୍ଜାକ୍ଟଲି ଯୋଉଠି ଥିଲା ତାର ପଛକୁ ଆଉ ଗୋଟେ ସେ ଗାର ଟାଣିଲା ସେଠୁ ଡିଆ ମାଇଲା ଆଇ କ୍ୱାଲିଫାଏଡ ମୁଁ ଉତ୍ତୀର୍ଣ୍ଣ ହେଲି ୱିଥ ଅଲମୋଷ୍ଟ ପ୍ରାୟତଃ ଅଲମୋଷ୍ଟ ମାନେ ନିୟରଲି ଗୋଟେ ଫୁଟ ଟୁ ସ୍ପେୟର ଗୋଟେ ଫୁଟ ଛାଡିକି ମାନେ ସେ ଯୋଉ ଗୋଟେ ଫୁଟ ଛାଡି ଦେଇଥିଲା ନା ସେଇଠୁ ମାରିଲା ଡିଆ ଗୋଟେ ଫୁଟ ଛାଡିକି ଯୋଉ ମାଇଲା ସେଇଠୁ ତାହେଲେ ଡିଆ ମାରିଲା ମାନେ କହୁଛୁ ଟୁ ସ୍ପେୟର ମାନେ ବଳକା ଥାଇ ସ୍ପେୟର ମାନେ ବଳକା ଥାଇ ବା ଛାଡି ବା ଲିଭ୍ ବୋଲି କହିପାରିବ ସେ ଗୋଟେ ଫୁଟ ଏ ଫୁଟ ମାନେ ଗୋଟେ ଫୁଟ ବଳକା ଥାଇ ବା ଛାଡି ପାଖାପାଖି ଗୋଟେ ଫୁଟ ବଳକା ଥାଇ ବା ଛାଡି ସେ କଣ ହେଲା ନା କ୍ୱାଲିଫାଇ ମାନେ ଉତ୍ତୀର୍ଣ୍ଣ ହେଲା ବୋଲି କୁହାହଉଛି ମୁଁ ଆଶା କରୁଛି ଛୁଆ ମାନେ ତୁମେ ସମସ୍ତେ ଏ ବିଷୟକୁ ବୁଝିପାରିଥିବ ଏ ବିଷୟରେ ଯୋଉ ୟୁନିଟ 2 ଟାକୁ ବୁଝିପାରିଥିବ ଦେଖିବା ଆଗକୁ କଣ ଅଛି ବାସ୍ ଦେଖ ଇଟିଂ ଅଛି ଇଟିଂ ଗ୍ଲୋସରୀ ଆସିଗଲା ତାହେଲେ ସରିଲା ୟୁନିଟ 2 ସରିଲା ଦେଖ ଗ୍ଲୋସରୀ ଅଛି ଗ୍ଲୋସରୀ ଇଟିଂ ମାନେ ଆଗିଟେଟିଂ ମାନେ ଆନ୍ଦୋଳିତ ବା ବିରକ୍ତିକର ବୋଲି ତୁମେ କହିପାରିବ ଆନ୍ଦୋଳିତ ବା ବିରକ୍ତିକର ଆଗିଟେଟିଂ ଇଟିଂ ମାନେ disgustedly ମାନେ with a strong feeling of dislike ବିରକ୍ତିପୂର୍ଣ୍ଣ ଭାବେ ସେ ଯୋଉ କିକ୍ ମାରିଥିଲା ହି ବା I disgustedly kicked the ground जो थिला disgustedly ସେଇଟା with a strong feeling of dislike ମାନେ dislike যেটা লাইক ହିଁ ଆମେ କରୁନୁ ବିରକ୍ତିପୂର୍ଣ୍ଣ ଭାବେ reassure ମାନେ ପୁନର୍ବାର କଣ କରିବା ନା ବିଶ୍ୱାସ ଦବା ବା ପୁନର୍ବାର ଆଶ୍ୱାସନା ଦବା କଣ ଟୁ ସେ ସମଥିଙ୍ଗ ଟୁ ମେକ୍ somebody less frightened ଏମିତି କିଛି କହିବା ଜଣକୁ ଯେପରି ସିଏ ତାର ଯୋଉ ଭୟଭୀତ ହେଇକି ଥିବ ବା ଭୟ ଥିବ ସେଟା ଲେସ୍ ହେଇଯିବ କମିଯିବ ବୋଲି କହୁଛି ତାକୁ ରିଆସ୍ୟୋର ମାନେ କଣ ପୁନର୍ବାର କଣ ସାହସ ଦବା ବା କହିପାରିବ ପୁନର୍ବାର ଆଶ୍ୱାସନା ଦବା ମୁଁ ଆଶା କରୁଛି ପିଲାମାନେ ତୁମେ ବୁଝିପାରିଥିବ ବା ସେ ତିନିଟା ହିଁ ଗ୍ଲୋସରୀ ଥିଲା ଆମେ ଆଜି ଯୋଉ କ୍ଲାସରେ ୟୁନିଟ 2 ଟାକୁ ଲାଇନ ବାଇ ଲାଇନ ବୁଝିଲୁ ତା ସହିତ କଣ କଲୁ ଛୁଆ ମାନେ ତା ସହିତ ଆମେ କଣ କଲୁ ଛୁଆ ମାନେ ତା ସହିତ ଆମେ ପୁରା ବିଷୟଟାକୁ ଲାଇନ ବାଇ ଲାଇନ ପଢିବା ସହିତ ତାର ଯୋଉ ଥିଲା ଗ୍ଲୋସରୀ ତାକୁ ସବୁ ଆମେ ଆଲୋଚନା କରିଦେଲୁ ତ ପୁଣି ନେକ୍ସଟ କ୍ଲାସରେ ଆମେ ଥାର୍ଡ ୟୁନିଟ ପଢିବା ତ ସେଇ ଭିଡିଓ ପର୍ଯ୍ୟନ୍ତ ବା ଥାର୍ଡ ୟୁନିଟ ପଢିବା ପର୍ଯ୍ୟନ୍ତ ମୁଁ ତୁମର ତପନ ସାର୍ ଏଇ କ୍ଲାସରୁ ବିଦାୟ ନେଉଛି ପୁଣି ଦେଖା ହବ ନେକ୍ସଟ କ୍ଲାସରେ till then bye bye see you next class and God bless you ଜୟ ଜଗନ୍ନାଥ thank you